ଥାଏ ଏମିତି ଦିନଟେ ନଥାଏ। ସବୁବେଳେ କିଛି ନା କିଛି ଘଟଣା ଘଟେ ଓ ଘଟୁଥାଏ ଅନବରତ। ସେ ଖବର ଭିତରୁ କିଛି ଆପଣ ମାନଙ୍କର ଆଗରେ ଏବେ ସକାଳର ଖବର ସହ ମୁଁ ଜ୍ୟୋତିରେଖା। मुख्यमंत्री मोहन चरण माझीଙ୍କ बलांगीर गस्तକୁ प्रतिबाद କରି ବଲାଙ୍ଗୀର ସାମ୍ବାଦିକ ଭବନରେ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ଉପମୁଖ୍ୟ ସଚେତକ ସୁରଜ ବେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଅର୍ଥହୀନ ବୋଲି କହିଛନ୍ତି। ଯାହା ପ୍ରତିଶ୍ରୁତି ନେଇ ବିଜେପି ସରକାର କ୍ଷମତାକୁ ଆସିଥିଲା ତାହା ଆଶା ପୂରଣ କରିବାରେ ବିଫଳ ହୋଇଛନ୍ତି। ଜିଲ୍ଲାବାସୀଙ୍କ ଦାବି ଅନୁସାରେ ବିଜୟାନନ୍ଦ ଚିନିକଳ ପୁଣି ଥରେ କାର୍ଯ୍ୟକ୍ଷମ କରିବାର ଦାବି କରୁଥିବା ବେଳେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ଦାବି କରିଥିଲେ। ଏନେଇ କିଛି ଘୋଷଣା କରିବାର ଆଶା ରହିଥିଲା, କିନ୍ତୁ ସେ କ୍ଷେତ୍ରରେ ମଧ୍ୟ ସରକାର ବିଫଳ ହୋଇଛନ୍ତି। ଧଳାସୁନାର ଅଞ୍ଚଳ ବଲାଙ୍ଗୀର ଜିଲ୍ଲାରେ ଟେକ୍ସଟାଇଲ ମିଲ୍ ସ୍ଥାପନ କରିବା ପାଇଁ ଦାବି ହେଉଥିବା ବେଳେ ସେ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିବା ଦୁର୍ଭାଗ୍ୟଜନକ ବୋଲି ବିଜେଡି କହିଛି। କେବଳ ଏତିକି ନୁହଁ, ଉପମୁଖ୍ୟମନ୍ତ୍ରୀଙ୍କ ନିଜ ଅଞ୍ଚଳରେ ଶିଶୁ ବିକ୍ରି ଦାଦନ ଚାଲାଣ ହେଉଥିବା ବେଳେ ବିଜେପି ସରକାରକୁ ଆସିବା ପରେ ତାଙ୍କର ଆଚରଣ ଉଚ୍ଚାରଣ ସମସ୍ତଙ୍କୁ ବ୍ୟଥିତ କରିଥିବା ଜିଲ୍ଲା ସଭାପତି ଶ୍ରୀ ମେହେର ପ୍ରକାଶ କରିଛନ୍ତି। ଏପରିକି ଯେଉଁ ଅପରଲାନ୍ଥ ପ୍ରକଳ୍ପ ବିଷୟରେ ବିଜେପି ସରକାର କହୁଛନ୍ତି, ସେହି ଅଞ୍ଚଳର ବିସ୍ଥାପିତମାନଙ୍କୁ ଉପମୁଖ୍ୟମନ୍ତ୍ରୀ ଆତଙ୍କବାଦୀ କହୁଛନ୍ତି, ଯାହାକି ଏକ ଦୁର୍ଭାଗ୍ୟର ବିଷୟ ବୋଲି ସଭାପତି ଶ୍ରୀ ମେହେର କହିଛନ୍ତି। ଯାହା କିଛି ବିକାଶମୂଳକ କାମ ହୋଇଛି ତାହା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ହୋଇଛି। ବିଜେପି ସରକାର ଖାଲି କରିଦେବୁ କହୁଛି, କିନ୍ତୁ ଗୋଟିଏ ବର୍ଷ ହେଲା କ'ଣ କରିଛନ୍ତି ସେ ନେଇ କିଛି ତାଙ୍କ ପାଖରେ ଉତ୍ତର ନଥିବା ସେ କହିଛନ୍ତି। ଜିଲ୍ଲାରେ ବିକାଶ ବର୍ଷକ ପୂର୍ବରୁ ଯେଉଁଠି ଥିଲା ସେଠାରେ ହିଁ ଅଟକିଥିବା ବିଜେଡି କହିଛି। ଜିଲ୍ଲା ପାଇଁ ମଞ୍ଜୁର ହୋଇଥିବା 5ଟି ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ ବାତିଲ କରିବାର କାରଣ କ'ଣ ବୋଲି ପୂର୍ବତନ ଜଳସେଚନ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ବର୍ଷକୁ 10,000 ଟଙ୍କାରେ କେଉଁ ମହିଳା ଲକ୍ଷପତି ହୋଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସରକାର କେବଳ ପ୍ରହସନ ପାଲଟିଥିବା ପୂର୍ବତନ ମନ୍ତ୍ରୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ କହିଥିଲେ ଯେ ବିଜେଡି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗୀର ବିଧାୟକ ଓ ଜିଲ୍ଲା ପରିଷଦ ସଭାପତିଙ୍କୁ ରାଜନୈତିକ ଉଦ୍ଦେଶ୍ୟ ନେଇ ଡକା ନ ଯିବା ଏହା ସରକାରୀ କାର୍ଯ୍ୟକ୍ରମ ନଥିଲା, ଏହା ଦଳୀୟ କାର୍ଯ୍ୟକ୍ରମ ବୋଧ ହୋଇଥିଲା। ଆମେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲୁ। ଜିଲ୍ଲାପାଳଙ୍କୁ ଦଳୀୟ ନେତାଙ୍କ ଚାପ ପଡ଼ିଥିଲା। ଆଗକୁ ବିଜେଡି ଦଳ ଲୋକଙ୍କ ପାଇଁ ଲଢ଼େଇ କରିବ ଓ ଘର ଘର ଯାଇ ବିଜେପି ସରକାରର ବିଫଳତା କହିବେ ଓ ବିଜେପି ନେତାଙ୍କ ମୁଖା ଖୋଲିବ ବୋଲି ବିଜେଡି ନେତାମାନେ ମତ ରଖିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପୌର ପରିଷଦ ଅଧ୍ୟକ୍ଷ ଲିକା ସାହୁ, ସଦର ବ୍ଲକ ଅଧ୍ୟକ୍ଷ ସରିତା ବାଗ, ପୂର୍ବତନ ବିଧାୟକ ଆୟୁବ ଖାଁ, ସାଂସଦ ପ୍ରାର୍ଥୀ ଥିବା ସୁରେନ୍ଦ୍ର ସିଂ ଭୋଇ, କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥୀ ଥିବା ଅଜୟ ଦାସ, ଲୋସିଙ୍ଗା ବିଧାୟକ ପ୍ରାର୍ଥୀ ନିହାରଞ୍ଜନ ବେହେରା, ବରିଷ୍ଠ ନେତା ଲକ୍ଷ୍ମଣ କୁମାର ମେହେର, ଜିଲ୍ଲା ବିଜେଡି ମହିଳା ସଭାପତି ଦମୟନ୍ତୀ ବାଗ, ବରିଷ୍ଠ ନେତା ପ୍ରଭାତ ପାଣିଗ୍ରାହୀ ଓ ବିଜେଡି ଛାତ୍ର ନେତା ସୁମନ ନନ୍ଦ ଉପସ୍ଥିତ ଥିଲେ। ବଲାଙ୍ଗୀରବାସୀ ବହୁତ ଆଶା ରଖିଥିଲେ, ଯେନ୍ ଜିନିଷ ମାନେ କହିଥିଲେ କିମ୍ବା ଯେନ୍ ଜିନିଷ ଦାବି ଥିଲା ସେଟାକେ ସୁନିଶ୍ଚିତ ପୂରଣ କରିବେ ବୋଲିକିରି ଆମେ ମଧ୍ୟ ବିଶ୍ୱାସ ରଖିଥିଲୁ ଯେ ବଲାଙ୍ଗୀରରେ ଆଜି ଆମେ ଉପମୁଖ୍ୟମନ୍ତ୍ରୀ ପାଇଛୁଁ। ଆଜି କୃଷି ବିଭାଗରେ ଯଦି ସମ୍ମିଳନୀ ହେଉଛେ ରାଜ୍ୟସ୍ତରୀୟ, ହେଲେ ସୁନିଶ୍ଚିତ ଚାଷୀମାନଙ୍କ ଲାଗି ହେବା। ମୋର ସବୁ ତଥ୍ୟ ଆପଣମାନଙ୍କୁ ଯେତେବେଳେ ଆରମ୍ଭ ହେଲା ସବୁ ଜିନିଷ ଆପଣମାନଙ୍କୁ କହିଦେଇଛେ ମୁଇଁ। ତ ଆପଣ ଦେଖିଥିବେ ଯେ ଆଜି ଗୋଟେ ବି ଜିନିଷ ଗୋଟେ ବର୍ଷ ଭିତରେ ହେଇନି ପାରିଲା। ଆଜି ସେଥିଲାଗି ଏବଂ ଦ୍ୱିତୀୟ ଜିନିଷ ହେଲା ଆଜି ଯାହା ଜିଲ୍ଲା ପରିଷଦ ଚେୟାରମ୍ୟାନ୍ କହୁଥିଲେ ଯେ ସ୍ଥାନୀୟ ବିଧାୟକকে ନାଇଁ ଡାକବାରଟା ବଲାଙ୍ଗୀର, ଦ୍ୱିତୀୟ ହେଲା ଜିଲ୍ଲା ପରିଷଦ ଚେୟାରମ୍ୟାନ୍କେ ନାଇଁ ଡାକବାରଟା। ଆପଣ ଦେଖିବେ ତୃତୀୟ ଜିନିଷ ଆମର ରାଜ୍ୟସଭା ସାଂସଦକେ ନାଇଁ ଡାକବାରଟା। ଏ ଦଳୀୟ କାର୍ଯ୍ୟକ୍ରମ ବୋଲିକିରି ଆମେ କହମୁ। ଆଜି ଆପଣମାନେ ଗୋଟେ କ୍ୱେଶ୍ଚନ୍ କରିଥିଲେ ଯେ ପ୍ରତିବାଦ କେନ୍ତା ନାଇଁ କଲେ, ଗୋଟେ ଲିଖିତ କରିକିରି ଜିଲ୍ଲା ପରିଷଦ ଚେୟାରମ୍ୟାନ୍ ଦେଇଛନ୍। ଗୋଟେ ଜାଗାରେ ଲେଖିକରି ଦେଲା ପରେ ଯଦି ଗୋଟେ କାମ ହେଇନି ପାରିଲା ବୋଲେ ନେକ୍ସଟ ଥର ବୋଲେ ସୁନିଶ୍ଚିତ ପ୍ରତିବାଦ ହେବା। ତ ଆଜି ସେଥିଲାଗି ବିଜୁ ଜନତା ଦଳ ଆଜି ସାମ୍ବାଦିକ ଭବନ ବଲାଙ୍ଗୀରରେ ଆଜି କାର୍ଯ୍ୟକ୍ରମ ଆଜି ସାମ୍ବାଦିକ ସମ୍ମିଳନୀ କରାହେଇছে। ସୁନିଶ୍ଚିତ ଆପଣ ଦେଖିବେ ଯଦି ଆଗାମୀ ଦିନରେ ଡେଭଲପମେଣ୍ଟ କାମ ଯଦି ବଲାଙ୍ଗୀର ଜିଲ୍ଲାର ଯାହା ପ୍ରତିଶ୍ରୁତି ଦେଇଥିଲେ କିମ୍ବା ଯେନ୍ଟା ଲୋକଙ୍କ ଲାଗି ନିତାନ୍ତ ଦରକାର ଯଦି ନାଇଁ ହେଇପାରିଲା ସୁନିଶ୍ଚିତ ରାସ୍ତାକେ ବିଜୁ ଜନତା ଦଳ ଉତରିବା ଏବଂ ପ୍ରତ୍ୟେକ ପରିବାର ପାଖକେ ଯାଇକରି ସୁନିଶ୍ଚିତ ଯେନ୍ଟା ପ୍ରତିଶ୍ରୁତି ଦେଇଥିଲେ କରବାର୍ ଲାଗି ଲୋକଙ୍କୁ ସେଟା ଘରେ ଘରେ ପହଞ୍ଚାଇବା। ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଶ୍ୱରଞ୍ଜନ ଦାସଙ୍କ ଆହ୍ୱାନ କ୍ରମେ 18 ତାରିଖ ବୁଧବାର ଦିନ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ 12 ଘଣ୍ଟିଆ ଧାରଣା ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ରାଉତଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଧାରଣାରେ ଜିଲ୍ଲାର ବିଭିନ୍ନ ଅନୁଦାନ ଓ ଅଣ ଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
ଓ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ ଯୋଗ ଦେଇଥିଲେ। ପ୍ରକାଶ ଥାଉ କି ପୂର୍ବରୁ ସମସ୍ତ ବିଧାୟକ ଓ ମନ୍ତ୍ରୀମାନଙ୍କ ସହିତ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିବା ବେଳେ ସରକାର ସେଥିପ୍ରତି କର୍ଣ୍ଣପାତ କରୁନଥିବାରୁ ସଂଘ ବାଧ୍ୟ ହୋଇ ରାଜ୍ୟର ସମସ୍ତ ଜିଲ୍ଲାରେ ଆନ୍ଦୋଳନର ଡାକରା ଦେଇଛି ଏବଂ ଭବିଷ୍ୟତରେ ରାଜ୍ୟ ସ୍ତରରେ ଏକ ବିରାଟ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛି। ବଲାଙ୍ଗୀର ଜିଲ୍ଲା ସଂଘ ପକ୍ଷରୁ ଅନୁଷ୍ଠିତ ଏହି ଆନ୍ଦୋଳନକୁ ପାଟଣାଗଡ଼ ଖଣ୍ଡ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସାହୁ, ମୁରିଭାଲ ଖଣ୍ଡ ସଂଯୋଜକ ଅଂଶୁମାନ ଦାସ, ତୁରେକେଲା ଖଣ୍ଡ ସଂଯୋଜକ ଯୁଗଳ କିଶୋର ପଟେଲ, ଜିତେନ୍ଦ୍ର ଦାସ, ସୁକୁମାର ସାହୁ, ଅବନ୍ତୀ ପ୍ରଧାନ, ନିକିତା ବିଶି, ଗୁଣସାଗର ଠାକୁର ପ୍ରମୁଖ ସହଯୋଗ କରିଥିଲେ। କେମିତି ଲାଗୁଛି ଆମ ସକାଳର ଖବର? ମତାମତ ନିଶ୍ଚୟ ଦିଅନ୍ତୁ। ଆପଣ ଯଦି ପ୍ରଥମ କରି ଆମ ୟୁଟ୍ୟୁବ ଚ୍ୟାନେଲ ଦେଖୁଛନ୍ତି ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ସେଥିପାଇଁ ଲାଲ ରଙ୍ଗରେ ଲେଖାଥିବା ସବସ୍କ୍ରାଇବକୁ କ୍ଲିକ୍ କରନ୍ତୁ ଓ ନୋଟିଫିକେସନ ପାଇବାକୁ ବେଲ ଆଇକନକୁ କ୍ଲିକ୍ କରି ଅଲକୁ କ୍ଲିକ୍ କରନ୍ତୁ। ଏଥର ଆମ ସକାଳର ଖବର ପହଞ୍ଚିଯିବ ଆପଣଙ୍କ ନୋଟିଫିକେସନ ବକ୍ସରେ।